ଏହି ଚ୍ୟାନେଲରେ ସ୍ୱାଗତ ଜଣାଉଛୁ ସମସ୍ତଙ୍କୁ। ତ ଦେଖନ୍ତୁ ପିଲାମାନେ, ଯେଉଁ ପିଲାମାନେ ବି ସିଟି ଏକ୍ଜାମ ପାଇଁ ପଢ଼ୁଛ, ତୁମ ପାଇଁ କିଛି କ୍ୱେଶ୍ଚନ୍ ଆସିଛି ଯେଉଁଗୁଡ଼ାକି ଏଇ କ୍ୱେଶ୍ଚନ୍ ମଧ୍ୟରୁ ହିଁ ସିଟି ଏକ୍ଜାମରେ ପଡ଼ିବ। ତ ଦେଖନ୍ତୁ ଆଜି ଫାର୍ଷ୍ଟ କ୍ୱେଶ୍ଚନ୍ କ'ଣ ଅଛି ନା, ଫାର୍ଷ୍ଟ କ୍ୱେଶ୍ଚନ୍ ଅଛି କେଉଁ ଯୁଗକୁ ପୁରାତନ ପ୍ରସ୍ତର ଯୁଗ ମଧ୍ୟ କୁହାଯାଏ? କେଉଁ ଯୁଗକୁ? ନା ୟାର ସଠିକ୍ ଆନ୍ସର୍ ହେବ ଅପସନ୍ ଏ, ପାଲିଓଲିଥିକ୍। ତାପରେ ଦେଖ ପିଲାମାନେ, ଆମ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନ, ସବସ୍କ୍ରାଇବ୍ କରି ବେଲ୍ ନୋଟିଫିକେସନ୍ ଅନ୍ କରିଦିଅ, କାହିଁକିନା ଏମିତିକାର କ୍ୱେଶ୍ଚନ୍ ଆସୁଥିବ ସବୁବେଳେ ସିଟି ଏକ୍ଜାମ ପର୍ଯ୍ୟନ୍ତ। ତାପରେ 2 ନମ୍ବର ଦେଖ, 2 ନମ୍ବର କ୍ୱେଶ୍ଚନ୍ କ'ଣ କହିଛି? 2 ନମ୍ବର କ୍ୱେଶ୍ଚନ୍ କହିଛି ନା ନିଓଲିଥକ ଯୁଗ କେଉଁ ପ୍ରମୁଖ ମାନବ କାର୍ଯ୍ୟ କଳାପର ଆରମ୍ଭ ଦେଖିଥିଲା? କେଉଁ? ନା ୟାର ସଠିକ୍ ଆନ୍ସର୍ ହେବ ଅପସନ୍ ବି, ମାନେ ଖ, କୃଷି ଏବଂ ପଶୁପାଳିତ। ପିଲାମାନେ ଆମ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନ, ସବସ୍କ୍ରାଇବ୍ କରିକି ବେଲ୍ ନୋଟିଫିକେସନ୍ ଅନ୍ କରିଦିଅ, ଆଉ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହେଇଯାଉ, ୟାର PDF ପାଇଯିବ। ତାପରେ ଦେଖ ପିଲାମାନେ 3 ନମ୍ବର କ'ଣ କହିଛି? ସୁଭାଷ ବୋଷଙ୍କ ପୂର୍ବରୁ କିଏ ଆଜାଦ ହିନ୍ଦ ଫୌଜର ନେତା ଥିଲେ? କିଏ କ'ଣ କହିଛି ନା ସୁଭାଷ ବୋଷଙ୍କ ପୂର୍ବରୁ କିଏ ଆଜାଦ ହିନ୍ଦ ଫୌଜର ନେତା ଥିଲେ? କିଏ ନେତା ଥିଲେ? ନା ୟାର ସଠିକ୍ ଆନ୍ସର୍ ହେବ ରାସବିହାରୀ ବୋଷ। କ'ଣ? ନା ରାସବିହାରୀ ବୋଷ। ତାପରେ ଦେଖ ପିଲାମାନେ 4 ନମ୍ବର କ'ଣ କହିଛି? କେଉଁଠାରେ ସୁଭାଷ ବୋଷ ଭାରତୀୟ ସ୍ୱାଧୀନତା ସଂଘ ଓ ଆଜାଦ ହିନ୍ଦ ଫୌଜର ନେତୃତ୍ୱ ନେଇଥିଲେ? କିଏ? ନା ୟାର ସଠିକ୍ ଆନ୍ସର୍ ହେବ ସିଙ୍ଗାପୁର। ତାପରେ ଦେଖ ପିଲାମାନେ 5 ନମ୍ବର କ'ଣ କହିଛି? ନା କେଉଁଠାରେ ସୁଭାଷ ବୋଷ ଆଜାଦ ହିନ୍ଦ ସରକାର ଗଠନ କରିଥିଲେ? କେଉଁଠାରେ ସୁଭାଷ ବୋଷ ଆଜାଦ ହିନ୍ଦ ସରକାର ଗଠନ କରିଥିଲେ? ନା ୟାର ସଠିକ୍ ଆନ୍ସର୍ ହେବ ସିଙ୍ଗାପୁର। ତ ପିଲାମାନେ ଦେଖ, ଆଜାଦ ହିନ୍ଦ ସରକାର ଗଠନ ପାଇଁ ସୁଭାଷ ବୋଷଙ୍କ କେଉଁ ଦେଶର ଅସ୍ଥାୟୀ ସରକାରଙ୍କୁ ଅନୁକରଣ କରିଥିଲେ? କାହାକୁ ଅନୁକରଣ କରିଥିଲେ? କେଉଁ ସରକାରଙ୍କୁ ଅନୁକରଣ କରିଥିଲେ? ନା ୟାର ସଠିକ୍ ଆନ୍ସର୍ ହେବ ଡି, ଆୟର୍ଲାଣ୍ଡ। ତାପରେ ଦେଖ ନେକ୍ସଟ କ୍ୱେଶ୍ଚନ୍, କେଉଁ ଦେଶ ସୁଭାଷ ବୋଷଙ୍କୁ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଦାୟିତ୍ୱ ହସ୍ତାନ୍ତର କରିଥିଲେ? ସୁଭାଷ ବୋଷଙ୍କୁ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଦାୟିତ୍ୱ ହସ୍ତାନ୍ତର କରିଥିଲେ? କେଉଁ ଦେଶ? ନା ୟାର ସଠିକ୍ ଆନ୍ସର୍ ହେବ ଜାପାନ। ନେକ୍ସଟ କ୍ୱେଶ୍ଚନ୍ ପିଲାମାନେ ଦେଖ, କେଉଁଠାରେ ସୁଭାଷ ବୋଷ ଭାରତୀୟ ପତାକା ଉତ୍ତୋଳନ କରିଥିଲେ? କେଉଁଠାରେ? ନା ୟାର ସଠିକ୍ ଆନ୍ସର୍ ହେବ ଡି, କୋହିମା। କ'ଣ? ନା କୋହିମା। ସେମିତି ପିଲାମାନେ ଦେଖ ନେକ୍ସଟ କ୍ୱେଶ୍ଚନ୍ କ'ଣ କହିଛି? ନେକ୍ସଟ କ୍ୱେଶ୍ଚନ୍ ଦେଖ, କେଉଁଠାରେ ଏକ ସାମରିକ ଅଦାଲତ ଦ୍ୱାରା ଆଜାଦ ହିନ୍ଦ ଫୌଜର 3 ଜଣ ସେନାଧ୍ୟକ୍ଷଙ୍କୁ ବିଚାର ହେଉଥିଲା? କେଉଁଠାରେ? ନା ୟାର ସଠିକ୍ ଆନ୍ସର୍ ହେବ ଅପସନ୍ ସି, ଦିଲ୍ଲୀ। ତାପରେ ପିଲାମାନେ ଦେଖ ନେକ୍ସଟ କ୍ୱେଶ୍ଚନ୍ ଯିବା। ନେକ୍ସଟ କ୍ୱେଶ୍ଚନ୍ କ'ଣ କହିଛି? ନେକ୍ସଟ କ୍ୱେଶ୍ଚନ୍ କହିଛି ଦେଖ ପିଲାମାନେ, ଆଜାଦ ହିନ୍ଦ ଫୌଜର କେଉଁ କ'ଣ କହିଛି ଦେଖ ପିଲାମାନେ, ବାରମ୍ବାର ଗୋଟେ କ୍ୱେଶ୍ଚନ୍କୁ ପଢ଼ିକି ଆନ୍ସର୍ କର ପିଲାମାନେ। ଦେଖ, କେଉଁ ସେନାଧ୍ୟକ୍ଷଙ୍କୁ ସାମରିକ ଅଦାଲତ ବିଚାରରେ ସମ୍ମୁଖୀନ ହୋଇନଥିଲେ? କିଏ? ନା ୟାର ସଠିକ୍ ଆନ୍ସର୍ ହେବ ଅପସନ୍ ଡି, କ'ଣ? ନା ମୋହନ ସିଂ। ତାପରେ ପିଲାମାନେ ନେକ୍ସଟ କ୍ୱେଶ୍ଚନ୍କୁ ଯିବା ଚାଲ। ନେକ୍ସଟ କ୍ୱେଶ୍ଚନ୍ କହିଛି ଦେଖ ପିଲାମାନେ, କିଏ ସାମରିକ ଅଦାଲତ ଦ୍ୱାରା ଅଭିଯୁକ୍ତ ଆଜାଦ ହିନ୍ଦ ଫୌଜର 3 ସେନାଧ୍ୟକ୍ଷଙ୍କ ଦଣ୍ଡ ଛାଡ଼ କରିଦେଇଥିଲେ? କିଏ? ୟାର ସଠିକ୍ ଆନ୍ସର୍ ହେବ ଅପସନ୍ ବି, କ'ଣ? ନା ଲର୍ଡ ୱାଭେଲ। ଦେଖ ପିଲାମାନେ ଆଉ ଥରେ ଏଇ କ୍ୱେଶ୍ଚନ୍ଟା ରିପିଟ୍ କରୁଛି, କାହିଁକିନା ଏଇଟା ପଡ଼ିବ। କିଏ ସାମରିକ ଅଦାଲତ ଦ୍ୱାରା ଅଭିଯୁକ୍ତ ଆଜାଦ ହିନ୍ଦ ଫୌଜର 3 ସେନାଧ୍ୟକ୍ଷଙ୍କ ଦଣ୍ଡ ଛାଡ଼ କରିଦେଇଥିଲେ? କ'ଣ? ନା ୟାର ସଠିକ୍ ଆନ୍ସର୍ ହେବ ଅପସନ୍ ବି, ଲର୍ଡ ୱାଭେଲ। ତାପରେ ଦେଖ ପିଲାମାନେ ନେକ୍ସଟ କ୍ୱେଶ୍ଚନ୍, ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରେରିତ କ୍ୟାବିନେଟ୍ ମିଶନ କେବେ ଭାରତରେ ପହଞ୍ଚିଥିଲା? ନା ଏଟା ସବୁଠୁ ସିମ୍ପଲ୍ କ୍ୱେଶ୍ଚନ୍, ସାଧା କ୍ୱେଶ୍ଚନ୍, 9, 10ରେ ପଢ଼ିଥିବ। ୟାର ସଠିକ୍ ଆନ୍ସର୍ ହେବ ମାର୍ଚ୍ଚ 24, 1946। ତାପରେ ପିଲାମାନେ ନେକ୍ସଟ କ୍ୱେଶ୍ଚନ୍କୁ ଯିବା। ଦେଖ ପିଲାମାନେ, କିଏ କ୍ୟାବିନେଟ୍ ମିଶନର ସଦସ୍ୟ ନଥିଲେ? କିଏ? ମାନେ କହିଛି ଯେ କ୍ୟାବିନେଟ୍ ମିଶନର ସଦସ୍ୟ କିଏ ନଥିଲା? ତ ୟାର ସଠିକ୍ ଆନ୍ସର୍ ହେବ ଅପସନ୍ ବି, ଲର୍ଡ ମାଉଣ୍ଟବ୍ୟାଟେନ୍। କିଏ? ନା ଲର୍ଡ ମାଉଣ୍ଟବ୍ୟାଟେନ୍। ଅପସନ୍ ବି ସଠିକ୍ ଆନ୍ସର୍। ତାପରେ ଦେଖ ପିଲାମାନେ ଆଉ ଗୋଟେ କ୍ୱେଶ୍ଚନ୍ କ'ଣ କହିଛି, ମୁସଲମାନ ମାନଙ୍କ ଦ୍ୱାରା ପ୍ରତ୍ୟକ୍ଷ କାର୍ଯ୍ୟ ଦିବସ ରୂପେ ପାଳନ କରିବା ପାଇଁ ମହମ୍ମଦ ଅଲି ଜିନ୍ନା କେଉଁ ଦିନଟିକୁ ଧାର୍ଯ୍ୟ କରିଥିଲେ? କେଉଁ ଦିନଟିକୁ? ନା ୟାର ସଠିକ୍ ଆନ୍ସର୍ ହେବ ଅଗଷ୍ଟ 16, 1946 ସଠିକ୍ ଆନ୍ସର୍।
ପିଲାମାନେ ଆମ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରି ବେଲ୍ ଅନ୍ କରିଦିଅ, ଏମିତିକାର କ୍ୱେଶ୍ଚନ୍ ଆସୁଥିବ। ତ ଦେଖା ହେବ ପୁଣି ନେକ୍ସଟ ଭିଡ଼ିଓରେ କାଲି।